ସମସ୍ତଙ୍କୁ ପ୍ରଥମେ ମୋର ଜୁହାର ଏବଂ ଜୟ ଜଗନ୍ନାଥ। ଦେଖନ୍ତୁ ପିଲେ, କଲିଯୁଗ ସମ୍ପୂର୍ଣ୍ଣ ସରି ଆସିଲାଣି। କଲିଯୁଗ ସରି ଆସିଲାଣି, ଆଉ ସମୟ ନାହିଁ। ଆପଣଙ୍କୁ ଚେତିବାକୁ ପଡ଼ିବ, ଆପଣଙ୍କ ମନକୁ ପରିବର୍ତ୍ତନ କରିବାକୁ ପଡ଼ିବ। କଲିଯୁଗ 2027ରେ ସମ୍ପୂର୍ଣ୍ଣ ବିଦାୟ ନେଇଯିବା। କଲିଯୁଗ ଆଉ ରହିବ ନାହିଁ। କଲିଯୁଗ ଯେମିତି ସରିବାକୁ ଆସୁଛି, ଦେଖନ୍ତୁ କଲି ତ ସରିବ, କିନ୍ତୁ ଏମିତି ସେ ସାଧା ହିସାବରେ ସରିବନି। ଏଠାରେ ସମସ୍ତଙ୍କୁ ପୁଛିଦେବ, ପୁରା ସମସ୍ତଙ୍କୁ ନେଇକିନା ସେ ସରିବ କଲିଯୁଗ। ଯେଉଁମାନେ ଭକ୍ତ, ଯେଉଁମାନେ ପ୍ରକୃତରେ ତାଙ୍କର ଭାବ ଥିବ କିମ୍ବା ଭକ୍ତି ଥିବ, ସେଇମାନେ ହିଁ ରହିବେ। ଭଗବାନଙ୍କୁ ଯେଉଁମାନେ ବିଶ୍ୱାସ କରୁଥିବେ ଏବଂ ଲୋକଙ୍କୁ ଲୋକ ମଧ୍ୟ ଭଲ ପାଉଥିବେ। ସତ୍ୟ, ଶାନ୍ତି, ଦୟା, କ୍ଷମା, ଏଇ ଚାରିଟା ଗୁଣ ଯାହା ପାଖରେ ଥିବ ସେ ହିଁ ରହିବ, ନହେଲେ କହି ରହିବେ ନାହିଁ। ସତ୍ୟ, ଶାନ୍ତି, ଦୟା, କ୍ଷମା, ଏଇ ଚାରିଟା ଗୁଣ ଠିକ୍ ଅଛି। ସତ୍ୟରେ ରୁହନ୍ତୁ, ଆପଣ ସତ୍ୟ ଧର୍ମରେ ରୁହନ୍ତୁ। ଶାନ୍ତି କି ଆପଣ ଯାହା ବି ଯେମିତି ଅଛନ୍ତି ଠିକ୍ରେ ଅଛନ୍ତି। ମୁଁ ଆପଣ ଆଶା କରନ୍ତୁ ନାହିଁ, ଯାହା ବି ଦେଇଛନ୍ତି ମୋତେ ଭଗବାନ ଠିକ୍ ଅଛନ୍ତି। ମୁଁ ଆଉ ତା'ମାନେ ମୁଁ ଅଧିକା ଚାହିଁବିନି। ଯେଉଁ ଶାନ୍ତିରେ, ଯେଉଁ ଆଜିକାଲି ମଣିଷ ନା ଟିକେ କାଣା ହେଇଗଲା, ମୋତେ ଟଙ୍କା ମିଳିଗଲା ଆହୁରି ହୁଅନ୍ତା, ଆଉ ଟିକେ ମୁଁ ଉପରକୁ ଯିବି, ଏଇସବୁ ଲାଗିଛି ସାରା ସଂସାରରେ। ସତ୍ୟ, ଶାନ୍ତି, ଦୟା ରହିବା କଥା। ପ୍ରତ୍ୟେକ ଜୀବ ପାଇଁ ଦୟା ରହିବା କଥା। କିନ୍ତୁ କଲିଯୁଗ ମଣିଷ ସେଟାକୁ ମାନୁନି, ସେ ତ ଜୀବ ହତ୍ୟା କରୁଛି। ଠିକ୍ ଅଛି। ସତ୍ୟ, ଶାନ୍ତି, ଦୟା ଏବଂ କ୍ଷମା,